ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ 12 ଦିନ ଧରି ଚାଲୁଥିବା ପ୍ରଭୁଙ୍କ ଜନ୍ମବେଦୀ ଲୀଳା ବାଲିଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମ ଶେଷ ହୋଇଛି। ଏବେ ରତ୍ନ ସିଂହାସନକୁ ଫେରିଲେ ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀମନ୍ଦିରରେ ଉଭା ହେଲେ ଶ୍ରୀବିଗ୍ରହମାନେ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ବାରଣ ନଥିବା ବେଳେ ଶ୍ରୀଜଗନ୍ନାଥଙ୍କୁ ବାଟ ଓଗାଳିଲେ ମା ଲକ୍ଷ୍ମୀ ଠାକୁରାଣୀ। ଠାକୁରଙ୍କର ମାନବୀୟ ଲୀଳାର ବିଶେଷ ପର୍ବ ଏହି ପରମ୍ପରା ସହିତ ଶେଷ ହୋଇଛି। ଶ୍ରୀଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କୁ ତୋଷ କରିବା ପରେ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିଥିଲା। ଏହାପରେ ହୋଇଥିଲା ବନ୍ଦାପନା ଓ ଡୋର ଲାଗି ନୀତି। ଗୋଟିଏ ପହଣ୍ଡିରେ ପ୍ରଥମେ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର ମନ୍ଦିରକୁ ବିଜେ କରିଥିଲେ। ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପରେ ରୁକ୍ମଣୀ ବିବାହ ଗଇଁଠାଲ ଫିଟିଥିଲା। ଏହା ଏକ ସ୍ୱତନ୍ତ୍ର ବିଧି। ଏଭଳି ଏକ ଅଦ୍ଭୁତ ଭକ୍ତିପୂର୍ଣ୍ଣ ପରିବେଶରେ ତିନି ଠାକୁର ବିରାଜମାନ କରିଥିଲେ। ଏହି ଭକ୍ତିଭରା କାର୍ଯ୍ୟକ୍ରମକୁ ମନ୍ଦିରର ମୁଖ୍ୟ ପୂଜକ ନିରଞ୍ଜନ ମିଶ୍ର ଓ ସାଥୀମାନେ ସମ୍ମିଳିତ ଭାବେ ସମାହିତ କରିଥିଲେ। ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଟ୍ରଷ୍ଟି ଶୈଳେନ୍ଦ୍ର ନାରାୟଣ ଦେଓ, ବିଜୟ କୁମାର ସାହୁ, ମାନସ ରଞ୍ଜନ ଦେଓ, ଲକ୍ଷ୍ମୀଧର ବାନା ଭିକାରୀ ଦାସ, ରମେଶ ଦାସ, ଶ୍ରୀନିବାସ ମହାନ୍ତି। ବାଲିଚନ୍ଦ୍ରପୁରରୁ ଏକାଦଶୀ ସେଠୀଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।